नमस्कार साଙ୍ଗमाने जय श्री जगन्नाथ। आज आसतु जानिबा सत्य एवं बहुत सुंदर कथा। गुरुंठु ज्ञान शिखंतु, पितांठु संघर्ष शिखंतु एवं मातांठु संस्कार शिखंतु। आउ जहाँ भी बाकी रहिला ताहा ए दुनिया ही शिखै देब। मने रखंतु आज्ञा, गोटिए माटी पात्र एवं परिवार मूल्य केवल निर्माता को ही जଣା, जे तैयारी करछंती ताको ही जଣା। ଏହାକୁ ଭାଙ୍ଗିବା ବ୍ୟକ୍ତିକୁ ତାର ମୂଲ୍ୟ କିଛି ବି ଜଣା ନଥାଏ। ସନ୍ଥ ଏବଂ ବସନ୍ତ ମଧ୍ୟରେ ଗୋଟିଏ ସମାନତା ଅଛି। ଯେତେବେଳେ ବସନ୍ତ ଆସେ ସେତେବେଳେ ପ୍ରକୃତି ଉନ୍ନତ ହୁଏ ଏବଂ ଯେତେବେଳେ ସନ୍ଥ ଆସନ୍ତି ସେତେବେଳେ ସଂସ୍କୃତି ଉନ୍ନତ ହୁଏ। କଠୋର ସତ୍ୟ କଥା। ଯଦି ଜଣେ ଅନ୍ଧ ବ୍ୟକ୍ତି ପୁଣି ଥରେ ଦୃଷ୍ଟିଶକ୍ତି ଫେରି ପାଆନ୍ତି ତେବେ ସେ ପ୍ରଥମେ ତାକୁ ସମର୍ଥନ କରୁଥିବା ବାଡ଼ିକୁ ହିଁ ଫୋପାଡ଼ି ଦେଇଥାନ୍ତି। ସତ କଥା ଏଇଟା, ପିତା ଲାଗିପାରେ କିନ୍ତୁ ନିରାଟ ସତ୍ୟ କଥା। ଯାହାକୁ ଧରିକି ସେ ଆଗକୁ ବଢ଼ୁଥିଲେ ତାଙ୍କର ଯେଉଁ ଦୃଷ୍ଟିଶକ୍ତି ଫେରି ଆସେ ସେ ତାକୁ ହିଁ ଆଗ, ସେଇ ବାଡ଼ିକୁ ହିଁ ଆଗ ଫୋପାଡ଼ି ଦେଇଥାନ୍ତି। ଗଭୀର ଆଲୋଚନା। କେହି ଜଣେ ମୋତେ ପଚାରିଲେ, ତୁମେ ମଜାରେ ରହୁଛ କି? ମୁଁ ଉତ୍ତର ଦେଲି, ମୁଁ ଆନନ୍ଦରେ ଅଛି। ତାପରେ ସେ କହିଲେ, ଦୁଇଟି ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ତାପରେ ମୋତେ ତାଙ୍କୁ କହିବାକୁ ପଡ଼ିଲା ଯେ ମଜା ପାଇଁ ଟଙ୍କା ଆବଶ୍ୟକ ହୋଇଥାଏ ଏବଂ ଖୁସି ରହିବା ପାଇଁ ହେଲେ କେବଳ ପରମେଶ୍ୱରଙ୍କ କୃପା ଆବଶ୍ୟକ ହୋଇଥାଏ। ସେଠି ଟଙ୍କାର କିଛି ଆବଶ୍ୟକତା ନଥାଏ। ଏଇଟା କଳିଯୁଗ ଆଜ୍ଞା। ଏଠାରେ ଲୋକମାନେ ଅନ୍ୟମାନଙ୍କର ଦୁଃଖକୁ ଦେଖି ସେମାନଙ୍କର କର୍ମର ଦଣ୍ଡ ବୋଲି ଭାବନ୍ତି ଏବଂ ନିଜ ଦୁଃଖକୁ ଦେଖିକି ଏହା ଭଗବାନ ପରୀକ୍ଷା କରୁଛନ୍ତି ବୋଲି ବିବେଚନା କରନ୍ତି। ଧ୍ୟାନ ରଖନ୍ତୁ ଆଜ୍ଞା, କହିବା ପୂର୍ବରୁ ଶବ୍ଦ ଗୁଡ଼ିକ ମଣିଷର ନିୟନ୍ତ୍ରଣରେ ଥାଏ, କିନ୍ତୁ କହିବା ପରେ ମଣିଷ ଶବ୍ଦର ନିୟନ୍ତ୍ରଣରେ ଥାଏ। ଯଦି ଆପଣ କହିପାରୁଛନ୍ତି ତେବେ ମିଠା କଥା କୁହନ୍ତୁ, କଟୁ କଥା କହିବା ଶିଖନ୍ତୁ ନାହିଁ। ଯଦି ଆପଣ ଦୀପ ଜାଳିପାରୁଛନ୍ତି ତାହା ଜାଳନ୍ତୁ, ହୃଦୟ ପୋଡ଼ିବା ଶିଖନ୍ତୁ ନାହିଁ। ଯଦି ଆପଣ ରୋଜଗାର କରିପାରୁଛନ୍ତି ବା ଅର୍ଜନ କରିପାରୁଛନ୍ତି ତେବେ ପୁଣ୍ୟ ଅର୍ଜନ କରନ୍ତୁ, ପାପ ଅର୍ଜନ କରିବା ଶିଖନ୍ତୁ ନାହିଁ। ଯଦି ଆପଣ ଲୁହ ପୋଛି ପାରୁଛନ୍ତି ତେବେ ଲୁହ ପୋଛନ୍ତୁ, କାହାର ହୃଦୟକୁ ଆଘାତ କରିବା ଶିଖନ୍ତୁ ନାହିଁ। ଯଦି ଆପଣ ହସେଇ ପାରୁଛନ୍ତି ତେବେ ସମସ୍ତଙ୍କୁ ହସାନ୍ତୁ, କିନ୍ତୁ କାହା ଉପରେ ହସିବା ଶିଖନ୍ତୁ ନାହିଁ। କହିବା ସମସ୍ତଙ୍କୁ ଜଣାଥାଏ ଆଜ୍ଞା। କିଛି ଲୋକଙ୍କ ଜିଭ କହିଥାଏ, କିଛି ଲୋକଙ୍କ ଉଦ୍ଦେଶ୍ୟ କହିଥାଏ, କିଛି ଲୋକଙ୍କ ସମୟ କହିଥାଏ, କିଛି ଲୋକଙ୍କ ଟଙ୍କା କହିଥାଏ, କିଛି ଲୋକଙ୍କ ପ୍ରଭାବ କହିଥାଏ ଏବଂ ଜୀବନର ଶେଷରେ ଜଣେ ବ୍ୟକ୍ତିଙ୍କ ପ୍ରତ୍ୟେକ କାର୍ଯ୍ୟ ଈଶ୍ୱରଙ୍କ ଦରବାରରେ କହିଥାଏ। ସେଇଠି ହିଁ ତାର କର୍ମର ଫଳ ହିଁ କର୍ମର କଥା ହିଁ ସେଇଠି ହିଁ ମିଳିଥାଏ ଈଶ୍ୱରଙ୍କ ଦରବାରରେ। ଦୀପଟି ମାଟିରେ ତିଆରି କି ସୁନାରେ ତିଆରି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଅନ୍ଧାରରେ ଏହା କେତେ ଆଲୋକ ଦିଏ ତାହା ଗୁରୁତ୍ୱପୂର୍ଣ୍ଣ। ସେହିପରି ବନ୍ଧୁଟି ଗରିବ କି ଧନୀ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଆପଣଙ୍କ ଅସୁବିଧାରେ ସେ ଆପଣଙ୍କୁ କେତେ ସମର୍ଥନ କରନ୍ତି, ଆପଣଙ୍କୁ କେତେ ସାଥ ଦିଅନ୍ତି ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ। କଥାଟି ଛୋଟ କିନ୍ତୁ ଗମ୍ଭୀର। ସନ୍ତାନ ନ ହେବା ଜଣେ ବ୍ୟକ୍ତିଙ୍କ ପାଇଁ ଦୁଃଖ। ସନ୍ତାନ ହେବା ସତ୍ତ୍ୱେ ସଫଳ ନ ହେବା ଏହା ତାଠୁ ବଡ଼ ଦୁଃଖ ହୋଇଥାଏ। ପିଲାମାନେ ସଫଳ ହେବା ପରେ ସେମାନେ ନଷ୍ଟ ହେବା, ଦୁଷ୍ଟ ନଷ୍ଟ ହୋଇଯାଆନ୍ତି, ସବୁଠାରୁ ବଡ଼ ଏଇଟା ଦୁଃଖ ହୋଇଥାଏ। ଆଉ ଯେଉଁମାନଙ୍କର ସନ୍ତାନ ହେବାର ସୁଖ ଅଛି ସେମାନେ ଭାଗ୍ୟବାନ, କିନ୍ତୁ ଯେଉଁମାନେ ନିଜ ପିଲାଙ୍କ ଠାରୁ ସୁଖ ପାଇଛନ୍ତି ସେମାନେ ସୌଭାଗ୍ୟବାନ। ହୃଦୟକୁ ସ୍ପର୍ଶ କରୁଥିବା ଗଭୀର ଶବ୍ଦ। ଯେଉଁ ଝିଅଟି ତାଙ୍କ ବାପ ଘରେ ଦାରିଦ୍ର୍ୟ ଦେଖିଛି ସେ ତାଙ୍କ ଶ୍ୱଶୁର ଘରକୁ ଗଲେ କେବେ ବି ତାଙ୍କ ସ୍ୱାମୀଙ୍କ ଠାରୁ ମହଙ୍ଗା ମହଙ୍ଗା ଜିନିଷ ମାଗେ ନାହିଁ, ନା ମାଗିବ ବି ନାହିଁ। କାହାକୁ କ୍ଷମା କରିକି ଭଲ ହୋଇପାରନ୍ତି, କାହାକୁ କ୍ଷମା କରିକି ଭଲ ହୁଅନ୍ତୁ, କିନ୍ତୁ ପୁନର୍ବାର ବିଶ୍ୱାସ କରିକି ବୋକା ହୁଅନ୍ତୁ ନାହିଁ। କାହାକୁ ଠକି ଖୁସି ହୁଅନ୍ତୁ ନାହିଁ, କାରଣ ଯେତେବେଳେ ଭାଗ୍ୟ ଆପଣଙ୍କୁ ଚାପୁଡ଼ା ମାରେ ନା
ତାହା ଆପଣଙ୍କ ମୁହଁରେ ଆଘାତ କରେ ନାହିଁ, ବରଂ ଆପଣଙ୍କ ଆତ୍ମାରେ ସିଧା ଆଘାତ କରେ। ସେଥିଲାଗି କାହାକୁ କଷ୍ଟ ଦିଅନ୍ତୁ ନାହିଁ। ଯଦି ପାରୁଛନ୍ତି ଖୁସି ବାଣ୍ଟନ୍ତୁ, ଖୁସି ଦିଅନ୍ତୁ, କାହା ମୁହଁରେ ଟିକେ ହସ ଦିଅନ୍ତୁ। ମନେ ରଖନ୍ତୁ ଆଜ୍ଞା ବନ୍ଧୁଗଣ, ଯେଉଁମାନେ ଆପଣଙ୍କ କାନରେ ଫୁସ୍ଫୁସ୍ କରିକି ଗପିବାକୁ ଚେଷ୍ଟା କରନ୍ତି ବା ଚୁଙ୍ଗୁରି କରନ୍ତି, ସେମାନଙ୍କ ଠାରୁ ଟିକେ ସାବଧାନ ରୁହନ୍ତୁ। ପ୍ରାୟତଃ ସୁନ୍ଦର ଯୋଡ଼ି ଲୋକମାନେ ଦେଖିପାରନ୍ତି ନାହିଁ। ଜିହ୍ୱା ଏବଂ ଶବ୍ଦ ଦୁଇଟି ମୂଲ୍ୟବାନ ଉପହାର। କେତେକ ଏଥିରୁ ବହୁତ ଶାନ୍ତି ପାଇଛନ୍ତି, ଆଉ ବାକି ଅନ୍ୟ କେତେକ ଏଥିରୁ ସବୁକିଛି ବି ହରାଇ ଦେଇଛନ୍ତି ବା ବହୁତ କିଛି ବି ହରାଇ ଦେଇଛନ୍ତି। ପିତା ଲାଗିପାରେ, କିନ୍ତୁ ସତ୍ୟ କଥା। ଭିକ୍ଷା ମାଗିଲେ ମଧ୍ୟ ଧନ ମିଳିପାରିବ। ଯଦି ଆମେ ଭିକ୍ଷା ମାଗିବା ତାହେଲେ ଧନ ମିଳିପାରିବ, କିନ୍ତୁ ସମ୍ମାନ ଅର୍ଜନ କରିବାକୁ ପଡ଼ିଥାଏ। କାହାର କଥାକୁ ହୃଦୟକୁ ନିଅନ୍ତୁ ନାହିଁ ଆଜ୍ଞା, କାହିଁକି ନା ଯେଉଁ ବ୍ୟକ୍ତିର ସଂସ୍କାର ଯେମିତି ତାର ବ୍ୟବହାର ମଧ୍ୟ ସେମିତି ହୋଇଥାଏ। ତେଣୁକରି କାହାର କଥାକୁ ହୃଦୟକୁ ନିଅନ୍ତୁ ନାହିଁ କି ମନ ଦୁଃଖ ମଧ୍ୟ କରନ୍ତୁ ନାହିଁ। ଭାବି ନିଅନ୍ତୁ ସେ ଯାହା ଶିଖିଛନ୍ତି ସେ ସେୟା କହୁଛନ୍ତି। ମନେ ରଖନ୍ତୁ ଆଜ୍ଞା, ଜୀବନର ସମଗ୍ର ଖେଳ କେବଳ ଚିନ୍ତାଧାରା ଉପରେ ଆଧାରିତ। ନିଜ ଚିନ୍ତାଧାରା ଭଲ ରଖନ୍ତୁ, ସବୁକିଛି ଭଲ ହୋଇଯିବ। ପ୍ରତିଦିନ ନିଜକୁ 1% ଉନ୍ନତ କରିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଆମ ଚ୍ୟାନେଲକୁ ସବୁବେଳେ ଦେଖନ୍ତୁ ଏବଂ ଯେଉଁମାନେ ନୂଆ ଅଛନ୍ତି ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ତୀର୍ଥଯାତ୍ରା ମଧ୍ୟରୁ ଶ୍ରେଷ୍ଠ ହେଉଛି ଆପଣଙ୍କ ହୃଦୟ। ଏହା ଯେତେ ପବିତ୍ର ଏବଂ ପାପମୁକ୍ତ ହେବ, ଆପଣ ସେତେ ଅଧିକ ତୀର୍ଥ କରିପାରିବେ ବା କରିବେ। କେତେକ ଶାରୀରିକ ଭାବରେ ଦୁଃଖୀ, କେତେକ ମାନସିକ ଭାବରେ ଦୁଃଖୀ, କେତେକ ଟଙ୍କା ବିନା ଦୁଃଖୀ, ସମସ୍ତେ ଟିକେ ନା ଟିକେ ନା ହେଇକି ଦୁଃଖୀ। କିନ୍ତୁ ପ୍ରଭୁଙ୍କ ସେବକ ମାନେ ପ୍ରଭୁଙ୍କ ଦାସ ଯିଏ, ସେମାନେ କେବେ ଦୁଃଖୀ ନଥାନ୍ତି, ସେମାନେ ସବୁବେଳେ ସୁଖୀ ଥାନ୍ତି। ପିତା ଲାଗିପାରେ, କିନ୍ତୁ ସତ୍ୟ କଥା। କେତେକ ସୁଖ ଖୋଜିବାରେ କାନ୍ଦିଥିଲେ, ଅନ୍ୟମାନେ ଦୁଃଖର ଆଶ୍ରୟରେ କାନ୍ଦିଥିଲେ। ଏହା ଜୀବନ ଏକ ଅଜବ ଚକ୍ର। କେତେକ ବିଶ୍ୱାସ ପାଇଁ କାନ୍ଦିଥିଲେ, ଆଉ କିଛି ଅନ୍ୟ ଉପରେ ବିଶ୍ୱାସ କରିବା ପରେ କାନ୍ଦିଥିଲେ। ଏହା ହିଁ ହେଉଛି ଜୀବନର ଚକ୍ର ଆଉ ବାସ୍ତବିକ ସତ୍ୟ କଥା। ଆପଣ ଭଲ ସୁଯୋଗ ଖୋଜିବାରେ ଆପଣଙ୍କ ସମୟ ନଷ୍ଟ କରୁଛନ୍ତି। ଆପଣ ବଞ୍ଚିଛନ୍ତି, ଏହା କ'ଣ ଏକ ମହାନ ସୁଯୋଗ ନୁହେଁ କି? ସେଥିଲାଗି ଆପଣ କାହିଁକି ସୁଯୋଗ ଖୋଜିବା ସମୟ ନଷ୍ଟ କରୁଛନ୍ତି? ଧ୍ୟାନ ରଖନ୍ତୁ ଆଜ୍ଞା, ଜଣେ ବ୍ୟକ୍ତିର କେବଳ ଦୁଇଟି ପ୍ରକୃତ ସାଥୀ ଥାଏ। ଜଣେ ବ୍ୟକ୍ତିର କେବଳ ଦୁଇଟି ପ୍ରକୃତ ସାଥୀ ଥାଏ। ଗୋଟିଏ ହେଉଛି ତାର ନିଜସ୍ୱ କର୍ମ ଏବଂ ଅନ୍ୟଟି ହେଉଛନ୍ତି ପରମେଶ୍ୱର। ଅନ୍ୟ ସମସ୍ତେ ଏଠାରେ ଦେଖାଯାଆନ୍ତି, ଆସନ୍ତି ଏବଂ ତାପରେ ଏଠାରେ ହିଁ ଅଲଗା ଅଲଗା ହୋଇଯାଆନ୍ତି। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହିଲି ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ।